ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। କ୍ରିକେଟ ଖେଳୁଥିବା ବେଳେ ବଜ୍ରଘାତରେ ଟଳି ପଡ଼ିଲେ ଛାତ୍ର। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ନାରାୟଣପୁର ଗାଁର ରାଜେଶ କୁମାର ଗୌଡ଼ ବୋଲି ଜଣାପଡ଼ିଛି। ତେବେ ରାଜେଶ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବାକୁ ଜୁମକରା ଯାଉଥିବା ବେଳେ ହଠାତ୍ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା। ତେବେ ବଜ୍ରଘାତରେ ସେଇଠି ଟଳି ପଡ଼ିଥିଲେ ରାଜେଶ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବମକେଇ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ୍ଏଫ୍ଟିକୁ ପଠାଇ ଦିଆଯାଇଛି। ରାଜେଶଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। दिन 12टारे आमर भणजा जन हे से बर्तमान मैट्रिक एग्जाम देते आज दिन 12टारे पिला सहित क्रिकेट खेल जाते कुमरडा गाँव को खेलिया समय हठात वज्रपात हो मृत्यु हो वर्षा वर्ष होता जस्ट टी मेघ बाहर कि से समय बिजुली मारिया जो हठात डेथ सरकार तरफ किसी साहाय्य कले निहाती कर पिलाटा सरकार द्वारा किसी साहाय्य मिलले से उपकृत हो परिवार।